କିଛି ଘଟଣା ଆସିଲା କି ଖବର ଆସିଲା ବୋଧେ ଆପଣ ବାହାରିଛନ୍ତି ବାହାରକୁ? ହଁ ଇନଭେଷ୍ଟିଗେସନ୍ ଚାଲିଛି ଆଉ। ଆଜ୍ଞା କିଛି ବଡ଼ ଅପରେସନ୍ ନାଇଁ ସେମିତି କିଛି ନାହିଁ, ଇନଭେଷ୍ଟିଗେସନ୍ ଚାଲିଛି। ନାଇଟ୍ ପେଟ୍ରୋଲିଂ ବି ୟା ଭିତରେ ନାଇଟ୍ ପେଟ୍ରୋଲିଂ ବର୍ତ୍ତମାନ ଚାଲିଛି। ଆଜ୍ଞା ବିଲକୁଲ ନାଇଟ୍ ପେଟ୍ରୋଲିଂ ପାଇଁ ଗାଡ଼ି ବାହାରିଛି, କିଛି ଘଟଣା ଆସିଥାଇପାରେ ଯେଉଁଥିପାଇଁ ବର୍ତ୍ତମାନ କର୍ମଚାରୀ ବର୍ତ୍ତମାନ ବାହାରୁଛନ୍ତି। ବର୍ତ୍ତମାନ ଦେଖୁଛନ୍ତି, ବର୍ତ୍ତମାନ ଆମେ ଭିତରକୁ ଯିବା। ଭରତପୁର ଥାନାରେ ପୋଲିସ ଅଧିକାରୀ କିଏ ରହିଛନ୍ତି ନା ନାହିଁ, ଡିସିଓ ଅଛନ୍ତି ନା ନାହିଁ। ପ୍ରଥମେ ତ ରିସେପସନ୍ ଦେଖନ୍ତୁ, ରିସେପସନ୍ ଯଦିଓ ଖାଲି ପଡ଼ିଛି। ଇଏ ହେଉଛି ଭରତପୁର ଥାନା, ଯେଉଁକୁ ଭରତପୁର ଥାନାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଲାଗି ରହିଛି। ସେହି ଭରତପୁର ଥାନା ଏବେ ଆମେ ଭିତରକୁ ଯିବା। ଭିତରେ ଡିସିଓ ଅଛନ୍ତି ନା ନାହିଁ ତାକୁ ଦେଖିବା ପାଇଁ ଚେଷ୍ଟା କରିବା। ପ୍ରକୃତରେ ଯେଉଁ ଏହି ସମୟରେ ହିଁ ଯେହେତୁ ରାତି 1-2ଟାରେ ହିଁ ଏଭଳି ଏକ ଘଟଣା ଘଟିଥିଲା, ଯେତେବେଳେ ଅଭିଯୋଗକାରୀ ଯୁବତୀ ଏବଂ ତାଙ୍କର ଆର୍ମି କ୍ୟାପ୍ଟେନ୍ ଆସି ପହଞ୍ଚିଥିଲେ ଏବଂ ତାଙ୍କ ବାନ୍ଧବୀଙ୍କ ସହିତ ଆସିଥିଲେ ଏବଂ ତାପରେ ଇଏ ତୁମୁଳ କାଣ୍ଡ ହୋଇଥିଲା। ଏବେ ବର୍ତ୍ତମାନ ଡିସିଓ ମଧ୍ୟ ରହିଛନ୍ତି, ଆମେ ଯାହା ଦେଖୁଛୁ ଦୃଶ୍ୟ ବର୍ତ୍ତମାନ ଭରତପୁର ଥାନାରେ ଡିସିଓ ଉପସ୍ଥିତ ରହିଛନ୍ତି ଏବଂ ବିଭିନ୍ନ ଯେଉଁ କେସ୍ର ତର୍ଜମା କରୁଛନ୍ତି ସିଡି ମଧ୍ୟ ବର୍ତ୍ତମାନ କରୁଛନ୍ତି। ନିହାତି ଭାବରେ ଦୃଶ୍ୟ ଆପଣ ଦେଖୁଛନ୍ତି। ଇଏ ହେଉଛି ଅନ୍ୟାନ୍ୟ ଜଣେ କନଷ୍ଟେବଳ ଭାଇ ରହିଛନ୍ତି, ଏପଟେ ଡିସିଓ ମଧ୍ୟ ରହିଛନ୍ତି। ଇଏ ହେଉଛି ଚିତ୍ର, ଭରତପୁର ଥାନାର ଚିତ୍ର। କିନ୍ତୁ କଥା ହେଉଛି ଏବେ ଆକ୍ଟିଭ ନା ପୂର୍ବରୁ ମଧ୍ୟ ଯାହା କୁହାଯାଉଥିଲା ଜଣେ ମହିଳା ଏସ୍ଆଇ ରହିଥିଲେ ଡିସିଓ ସେହି ସମୟର ଘଟଣା ସମୟରେ ଯେତେବେଳେ ଏଭଳି ଏକ ଘଟଣା ଘଟିଲା। ତେଣୁ ନିହାତି କମିଶନ ପୋଲିସର ଆମେ ଲମ୍ବା ଚିତ୍ର ଦେଖିବା, କେଉଁ କେଉଁ ଥାନାରେ କ'ଣ ସ୍ଥିତି ରହିଛି, କେତେ ଦୂର ଲୋକଙ୍କୁ ନ୍ୟାୟ ମିଳିପାରୁଛି, କ'ଣ ସୁବିଧା ଜାଗା ହେଉଛି। ଯେତେବେଳେ ଜଣେ ଅଭିଯୋଗକାରୀ ଥାନାକୁ ନିଜର ସମସ୍ୟା ନେଇ ଥାନାରେ ପହଞ୍ଚୁଛନ୍ତି, ଅଭିଯୋଗ ନେଇ ପହଞ୍ଚୁଛନ୍ତି, ତାଙ୍କୁ ପ୍ରାଥମିକତା ଯାହା କୁହାଯାଉଥିଲା ଯେ ପୋଲିସ ପିପୁଲ ପୋଲିସ, କମିଶନ ପୋଲିସ ପିପୁଲ ପୋଲିସ, ଲୋକଙ୍କ ପୋଲିସ ଏବଂ ଲୋକଙ୍କୁ ସେବା ଯୋଗାଇବା ପାଇଁ କେତେବେଳେ ଥାନାରେ ଚା ପାଣି ମିଳିବ ତ କେତେବେଳେ ଲେଖିବା ପାଇଁ କାଗଜ ମିଳିବ, ବସିବା ପାଇଁ ସ୍ୱତନ୍ତ୍ର ରୁମ୍ କରାଯିବ, ଯେଉଁମାନେ ମାଇନର ପିଲା ଆସୁଛନ୍ତି ତାଙ୍କୁ ବସିବା ପାଇଁ କିଭଳି ରହିବ ବ୍ୟବସ୍ଥା, ଏ ସମାମ ଦିଗରେ ଯେତେବେଳେ କମିଶନ ପୋଲିସ ଲୋକଙ୍କ ପାଖକୁ ଯାଉଛି, ବରିଷ୍ଠ ନାଗରିକଙ୍କ ପାଇଁ ମିଟିଂ ଆରେଞ୍ଜମେଣ୍ଟ କରୁଛି, ସେହି ସମୟରେ ଏଭଳି ଏକ ଘଟଣା ଯେତେବେଳେ ପୁରା ରାଜ୍ୟକୁ ଦୋହଲାଇ ଦେଇଛି। ଏ ହେଉଛି ଭରତପୁର ଥାନାର ରାତିର ଦୃଶ୍ୟ। ଭରତପୁର ଥାନାରେ ଡିସିଓ ରହିଛନ୍ତି, ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି ଏବଂ କିଛି ଟିମ୍ ବର୍ତ୍ତମାନ ନାଇଟ୍ ପେଟ୍ରୋଲିଂ ପାଇଁ ମଧ୍ୟ ବାହାରିଛନ୍ତି। ଦେଖିବା ଗୋଟିଏ ପରେ ଆଉ କିଛି ଥାନାର ଦୃଶ୍ୟ ଯେ ପ୍ରକୃତରେ ଥାନାରେ ବାସ୍ତବ ଚିତ୍ର କ'ଣ, ରାତିରେ ଲୋକ ନ୍ୟାୟ ପାଇଁ ଆସି ନ୍ୟାୟ ପାଉଛନ୍ତି ତ।